ଛୋଟ ଛୋଟ ପିଲାମାନେ ଆଜି ଗୋଟେ ବଢ଼ିଆ ମଜା ଗପ କହିବି, ମନ ଦେଇକି ଶୁଣିବ। ବୁଝିଲ ତ? ଠିକ୍ ଅଛି, ତାହେଲେ ଆଜିର ଗପ ଆରମ୍ଭ କରିବା। ଥରେ କ'ଣ ହେଇଛି ନା, ଆମ ଦେଶରେ ଗୋଟେ ବହୁତ ବଡ଼ ରାଜ୍ୟ ଥିଲା। ସେ ରାଜ୍ୟରେ ଜଣେ ଶକ୍ତିଶାଳୀ ରାଜା ଥିଲେ। ରାଜାଙ୍କର ସେନାପତି, କୋଟଳ ଏମିତି ସମସ୍ତେ ଥିଲେ। ରାଜା ଯେହେତୁ ନିଜେ ବହୁତ ଶକ୍ତିଶାଳୀ ସହିତ ଜ୍ଞାନୀ ବି ଥିଲେ, ତେଣୁ ସବୁ ଭଲ ଭଲ ଲୋକଙ୍କୁ, ଜ୍ଞାନବାନ ଲୋକଙ୍କୁ ଆଣିକି ନିଜ ଦରବାରରେ ରଖୁଥିଲେ। କାହାର କେଉଁଠି ବିଚାର ହେବ, ଅସୁବିଧା ସୁବିଧା ସବୁ ଜ୍ଞାନୀମାନଙ୍କ ମେଳରେ ରହିକି ହିଁ କରୁଥିଲେ। ଆଗେ ସବୁ ରାଜାମାନେ ସେମିତି ରଖନ୍ତି ଜ୍ଞାନୀମାନଙ୍କୁ, ତେଣୁ କିଛି ଅସୁବିଧା ହୁଏନି, ରାଜକାର୍ଯ୍ୟ ବଡ଼ ସୁରୁଖୁରୁରେ ଚାଲେ। ହେଲେ ଏମିତି ହଉ ହଉ ଦିନେ କ'ଣ ହେଇଛି ନା, ରାଜାଙ୍କର ରାଜକୁମାରୀ ଯିଏ ପିନ୍ଧିଥିଲେ ଗୋଟେ ପାଉଁଜି, ମୋଟା ବଡ଼ ପାଉଁଜିଟିଏ ଦେଖିଲା ବେଳକୁ ହଜିଯାଇଛି। ହଜିଗଲେ ରାଜାଙ୍କର ଖୋଜା ପଡ଼ିଲା। ଚାରିଆଡ଼େ ଦରବାରଠୁ ଆରମ୍ଭ କରି ରାଣୀ ଅନ୍ତପୁର ସବୁଆଡ଼େ ଖୋଜି ସାରିଲେ, ମିଳିଲାନି। ପୁଣି ଯାଇକି ନୌକର ଚାକର ଲାଗି ଗୋଟି ଗୋଟିକି ଜାଗା ଖୋଜିଲେ, ମିଳିଲାନି। ନ ମିଳିଲେ ଆସିକି କୋଟୁଆଳେ କହିଲେ ଯେ ମହାରାଜ, ଜମା ତ ମିଳୁନି, କ'ଣ କରିବା? ବୋଧେ ସେଟା ଚୋରି ହେଇଯାଇଛି। ଚୋରି କଥା ଶୁଣିକି ରାଜା ଟେନସନ୍। ରାଜା କହିଲେ, କିଏ ଆଶ୍ଚର୍ଯ୍ୟ, ଯଦି ମୋ ଘର ଭିତରୁ ଅନ୍ତପୁରରୁ ଯଦି ଚୋରି ହେଇଯିବ, ତାହେଲେ ଆଉ ରାଜ୍ୟରେ ଆଉ କ'ଣ ସୁରୁଖୁରୁରେ ଲୋକ ରହିବେ? କଦାପି ନାହିଁ। ସବୁ ରାଜ୍ୟର ଯେତେ ସବୁ ଅଛନ୍ତି ଚାରିଆଡ଼େ ଦୂତ ପଠାଇ ଦିଅ, କୋଟୁଆଳ ପଠାଇ ଦିଅ, ସବୁ ଜାଗାରେ ଚେକିଂ କର, ଯେମିତି ହେଲେ ଆଜି ସନ୍ଧ୍ୟା ସୁଦ୍ଧା ସେଟା ଧରା ପଡ଼ିବା ଦରକାର। କହିଲେ। ଅନୁଚର, କୋଟୁଆଳ ସମସ୍ତେ ପଳେଇଲେ। ଦିନ ସାରା ସବୁ ଗଳି କନ୍ଦି, ଘର ଦ୍ୱାର, ସମସ୍ତଙ୍କର ଘର ଚେକ୍ ଚାକ୍ ସବୁ କରି ଚାଲିଛନ୍ତି। କରି ସାରି ଜମା ପାଇଲେନି। ନ ପାଇଲେ କ'ଣ କରିବେ? ସନ୍ଧ୍ୟା ସୁଦ୍ଧା ଆସିକି କୋଟୁଆଳକୁ ଖବର ଦେଲେ ଯେ ନାଇଁ, ମିଳିଲାନି। କୋଟୁଆଳ ଦେଖିଲେ ରାଜା ତ ରାଗିକି ଅଛନ୍ତି, କ'ଣ କରିବା? କୋଟୁଆଳ ଯାଇକି ରାଜାଙ୍କୁ କହିଲେ, ମହାରାଜ, ଆଉ ଏଇଭଳିଆ ଗୋଟେ ଜାଗାରେ ଅଛି, ଯିଏ ଚୋର ଯିଏ ସେ ଚୋରି କରି ନେଇକି ଗୋଟେ ଜାଗାକୁ, କିନ୍ତୁ ସେଇଟା ବହୁତ ଦୂର ରାସ୍ତା, ଆମେ ଦିନେ 2 ଦିନ ସମୟ ଲାଗିବ, ଯେମିତି ହେଲେ ତାକୁ ଆଣିଦେବୁ। ରାଜା କହିଲେ, ମୁଁ ଜାଣିନି, ଯୋଉଠୁ ଆଣୁଛ ଆଣ, ଯଥାଶୀଘ୍ର ଆଣ। ତ ମନ୍ତ୍ରୀ କହିଲେ, କୋଟୁଆଳକୁ ମନ୍ତ୍ରୀ ପଚାରିଲେ ଯେ ଆଚ୍ଛା, ତମେ କେମିତି ଜାଣିଲ ସେଇଟା ବୋଲି? ନା ନାଇଁ, ମୁଁ ରାଜକୁମାରୀଙ୍କ ପାଉଁଜିଟାକୁ ଦେଖିଛି, ଯେମିତିଆ ସୁନେଲି କଲର ପାଉଁଜିଟା, ମୁଁ ଯେହେତୁ ଦେଖିଛି ତେଣୁ ମୁଁ ଜାଣିଛି, ନେଇ ଆସିବି। କହିଦେଇକି କୋଟୁଆଳ ପଳେଇ ଆସିଲେ। ତା ପରଦିନ ପୁଣି ଦୂତମାନଙ୍କୁ ପଠାଇଲେ, କହିଲେ, ବାବୁ, ମୁଁ ରାଜାଙ୍କୁ କହିସାରିଛି, ତମେ ଯେମିତି ହେଲେ ଖୋଜିକି ଆଣ, କେଉଁଠି କ'ଣ ଅଛି, ଯଦି କିଛି ନ ମିଳୁଛି ଗଲେ ଡିଟୋ ସେଇଭଳିଆ ଆଉ ଗୋଟିଏ ବନେଇ ଦିଅ ପଛେ, ସେମିତିଆ ଗୋଟେ ଆଣିକି ଦେଇଦେବାକୁ ପଡ଼ିବ, ନହେଲେ ରାଜା ଆଉ ରଖିବେନି। କହିଲେ। ଦୂତମାନେ ସବୁ ଚାରିଆଡ଼େ ବୁଲିଲେ। ବୁଲୁ କୋଟୁଆଳ କ'ଣ କଲେ, ମନେ ମନେ ଚିନ୍ତା କଲେ ଯେ କହିଦେଲି ସିନା, ଯଦି ନ ମିଳିଲା ତ କିଛି ଗୋଟେ କରିବାକୁ ପଡ଼ିବ। ତେଣୁ ଯାଇକି ରାଜକୁମାରୀଙ୍କି ତାଙ୍କ ଅଲଗା ପାଉଁଜିଟା, ଯେଉଁ ଦୁଇଟାରୁ ଗୋଟେ ହଜି ଯାଇଥିଲା, ଆଉ ଗୋଟେ ଥିଲା, ସେ ଆର ପାଉଁଜିଟା ମାଗିଲେ। ମାଗିକି ଦେଖିଲେ, ଦେଖିକି ଗୋଟେ ବଣିଆ ପାଖକୁ ନେଇକି ଗଲେ। କହିଲେ, ଦେଖିବା, ତୁ ଏଇଭଳିଆ ଗୋଟେ ବନେଇଥା, ଡିଟୋ ଏମିତିଆ ଗୋଟେ ବନେଇ ଦେ, ମୁଁ ଦେବି। କହିଦେଇକି ଆଣିକି ସେଇଟା ରାଜକୁମାରୀକୁ ଫେରାଇ ଦେଲେ। ଫେରାଇ ଦେଲା ପରେ ଯେତେବେଳେ ସିଏ ଫେରିକି ପୁଣି ଦରବାରରୁ ବାହାରିକି ଆସୁଛନ୍ତି, ସେତେବେଳେ ଦୂତମାନେ ଆଣିଲେ ଗୋଟେ ଲୋକକୁ। ସେ ଚିରା ଫଟା ସାର୍ଟ ଖଣ୍ଡେ ପିନ୍ଧିଛି, ଆଉ କାମିଜ ଖଣ୍ଡେ ପିନ୍ଧିଛି, ଭୁତୁଟା ଚୁଟି ଫୁଟି ସବୁ ଆଲରା ବାଲରା ହେଇଯାଇଛି। ତାକୁ ଦରବାରିଆନେ ବାଡ଼େଇ ଆଣିଛନ୍ତି। କୋଟୁଆଳ ଦେଖିକି ପଚାରିଲେ, ଆରେ କ'ଣ ହେଲା, କାହିଁ ବାଡ଼େଇଲ ତାକୁ? ସିଏ କହୁଛନ୍ତି ଯେ କୋଟୁଆଳ ମହାଶୟ, ଇଏ ହେଉଛି ସେଇ ଚୋରି କରିଛି ଯିଏ, ଦେଖୁନାହାନ୍ତି। ଦେଖିଲା ବେଳକୁ ସେ ତ ଅତି ଗରିବ ଭିକାରୀ ଭଳିଆ ଦେଖାଯାଉଛି। ତା ପାଖରେ ଗୋଟେ ବ୍ୟାଗ୍ ଅଛି, ସେ ବ୍ୟାଗ୍ରେ ସେଇ ରାଜକୁମାରୀଙ୍କ ପାଉଁଜିଟା ଭଳିଆ ଆଉ ଗୋଟେ ପାଉଁଜି, ପୁରା ଡିଟୋ ପାଉଁଜିଟି ଗୋଟିଏ ଅଛି। ତ କୋଟୁଆଳ କହିଲେ, ଆରେ ତୁ ଏଇଟା କେଉଁଠୁ ଆଣିଲୁ? ନା ଏଇଟା ମୋର। କୋଟୁଆଳ ଯେହେତୁ ଜଷ୍ଟ ସାଙ୍ଗେ ସାଙ୍ଗେ ଦେଖିକି ଆସିଥିଲେ ରାଜକୁମାରୀଙ୍କଠୁ, ତେଣୁ ସିଏ ଦେଖିଲେ ଯେ ଏଇଟା ପୁରା ଗୋଟେ ସେଇ ଭଳିଆ ଦେଖାଯାଉଛି। କୋଟୁଆଳ ବି ସିଓର ହେଇଗଲା ଯେ ଇଏ ହିଁ ଚୋରି କରିଛି। ତାକୁ ନେଇକି ରାଜାଙ୍କ ପାଖକୁ ନେଲେ। ରାଜାଙ୍କୁ ନେଇକି ଦେଲେ, କହିଲେ, ମହାରାଜ, ଏଇଟା ଆର, ଇଏ ଚୋର ଧରା ପଡ଼ିଛି, ୟାକୁ ଦଣ୍ଡ ଦିଅନ୍ତୁ। ମହାରାଜ ତାକୁ ଧରିଲେ। ତୁ କାହିଁକି ଚୋରି କଲୁ? ନା ମୁଁ ଚୋରି କରିନି, ଏଇଟା ମୋର। ଯଦି ତୋର, ତୁ ଏତେ ଗରିବଟା, ତୁ ଏତେ ବଡ଼ ସୁନାର ଏଡ଼େ ବଡ଼ ଜିନିଷଟା ଆଣିଲୁ କେଉଁଠୁ? ଯଦି ଆଣିଛୁ, ଗୋଟେ କେଉଁଠୁ ଆସିଲା, ଆଉ ଗୋଟେ କାହିଁ ତୋର? ଏଇସବୁ କଥା କହିକି ରାଜା ତ ରାଗିଥିଲେ, ସାଙ୍ଗେ ସାଙ୍ଗେ ତାକୁ କହିଲେ, ଯାଅ, ଏଇଟାକୁ ଫାଶୀ ଦଣ୍ଡ ଦେଇଦିଅ, ଏ ଚୋରଟାକୁ। କହିଦେଲେ।
ନେଇଗଲେ ତାକୁ, ଦରବାରୀ ମାନେ ସବୁ ନେଇଗଲେ, ନେଇକି ତାକୁ ଫାଶୀ ଦେଇଦେଲେ। ଫାଶୀ ଦେଇଦେଲା ପରେ ସେ ଯେଉଁ ଶରୀରଟା, ମଲା ଶରୀରଟା କାହାକୁ ଦେବେ, ସେଇଟାକୁ ଗାଁ ବାହାରେ, ରାଜ୍ୟ ବାହାରେ ପକେଇଦେଲେ। ପଳେଇ ଆସିଲେ। ସନ୍ଧ୍ୟା ସୁଦ୍ଧା ଯିଏ ଯାହା ଘରକୁ ଗଲେଣି। ଯେହେତୁ ସେ ଲୋକକୁ କେହି ଚିହ୍ନି ନାହାନ୍ତି, ତେଣୁ ତା ଶରୀର ବି ମଡ଼ ବି କେହି ନେଲେନି, ସେ ପଡ଼ିଛି। ଏ ଭିତରେ କ'ଣ ହେଇଛି ନା, ଠିକ୍ ସନ୍ଧ୍ୟା 7ଟା 8ଟା ରାତି ହବଣି, ହଠାତ୍ ରାଜ ଦରବାରରେ ଗହଳି ଚହଳି ଶୁଣାଗଲା, ପାଟି ତୁଣ୍ଡ ଶୁଣାଗଲା। କ'ଣ ହେଇଛି ଏ ଲୋକ ସବୁ ଦେଖିଲେ, କ'ଣ ହେଉଛି ରାଜ ଦରବାରରେ କାହିଁ ପାଟି ହେଉଛି କହିକି ଜଣ ପରେ ଜଣେ ଆସ୍ତେ ଆସ୍ତେ ଲୋକ ଗହଳି ହେଇଗଲେ। ଦେଖିଲା ବେଳକୁ କ'ଣ ହେଇଛି ନା, ଗେଟ୍ ଜଗୁଆଳ ପାଖରେ ଗୋଟେ ଲେଡ଼ିଜ୍ଟେ, ସ୍ତ୍ରୀ ଲୋକଟି ସେ ଆସିକି ପାଟି ତୁଣ୍ଡ ଚଲେଇଛି, ମୋତେ ଛାଡ଼ ସେ ଦରବାର ଭିତରକୁ ଯିବି। ଦରବାରୀ ମାନେ ମନା କରୁଛନ୍ତି, ନାଇଁ ରାତି ହେଲାଣି, ଆଜି ଛଡ଼ା ହେବନି, କାଲି ଯାଇ ଯାହା। ଇଏ କିନ୍ତୁ ବୁଝିବାକୁ ରାଜି ନୁହଁ। କ'ଣ ହେଇଛି ଚିତ୍କାର କଲେ, ପାଟି ତୁଣ୍ଡ ବହୁତ ଜୋରରେ କାନ୍ଦୁଛି, ରଡ଼ି କରୁଛି। ଏସବୁ ଶୁଣିକି ରାଜା ଅନ୍ତପୁରରେ ଥିଲେ, ତାଙ୍କୁ କିଏ ଯାଇକି ଦୂତ କହିଲା ଯେ ଗୋଟେ ସ୍ତ୍ରୀ ଲୋକଟେ ଆସିକି ବହୁତ ରଡ଼ୁଛି, କାନ୍ଦୁଛି, ଆପଣଙ୍କୁ ଦେଖା କରିବାକୁ ଚାହୁଁଛି, କିନ୍ତୁ କେହି ଦେଖା କରେଇ ଦେଉନାହାନ୍ତି। ଆଉ ସିଏ ବି ଯିବାକୁ ରାଜି ନୁହଁ, ଭାରି ଜୋରରେ କାନ୍ଦୁଛି। କହିଲେ। ରାଜା ଆସିକି ଦରବାର ପାଖାପାଖି ପହଞ୍ଚିକି ଅନୁଚରକୁ କହିଲେ, ଯାଇକି ଡାକି ଆଣି ତାକୁ, ଯଦି ସ୍ତ୍ରୀ ଲୋକଟେ କ'ଣ ପାଇଁ କାନ୍ଦୁଛି ତାକୁ ଦେଖିବା। କାରଣ ରାଜାଟା ଆକ୍ଚୁଆଲି ଭଲ ଲୋକଟିଏ, ଭଲ ବିଚାର କାମ କରନ୍ତି। ତେଣୁ କହିଲେ ନାଇଁ ରାତି ହେଲେ ଡାକେ ତାକୁ, ଯଦି ସେ ଏତେ ଜରୁରୀ କହୁଛି ନା ନିଶ୍ଚୟ ଦେଖା ହେଇଯିବା। କହିକି ତାକୁ ଡାକିଲା ବେଳକୁ ସେ ଯେଉଁ ସ୍ତ୍ରୀ ଲୋକଟି, ସିଏ ଏକୁଟିଆ କ'ଣ ଯିବ, ସିଏ ତା ସାଙ୍ଗରେ ଗୋଟେ ଡାଲା ଗାଡ଼ି ଭିତରେ ଧରିକି ଆସିଥିଲା ଗୋଟେ ଲାଶଟାକୁ ନେଇକି ଆସିଛି। ରାଜାଙ୍କ ଆଗରେ ନେଇକି ତାକୁ ଶୁଏଇଦେଲା। ରାଜା ଛାନିଆ ହେଇକି ଚାହିଁଲେ, ଇଏ କ'ଣ ମଲା ଲୋକଟାକୁ କ'ଣ ଆଣିଛୁ ମୋ ପାଖକୁ, କ'ଣ ହେଲା? ନା ମହାରାଜ, ଇଏ ହେଉଛି ସେଇ ଲୋକ ଯାହାକୁ ଆପଣ ସୁନା ଏଇ ଯେଉଁ ପାଉଁଜି ଚୋରି କରିଛି କହିକି ଆପଣ ଫାଶୀ ଦେଇଛନ୍ତି ଆଜି, ଆଉ ମୁଁ ହେଉଛି ତା ସ୍ତ୍ରୀ। ନା ହଁ, ସେଇଟା ସିଏ ଚୋରି କରିଥିଲା, ତାଠୁ ସିଜ୍ କରାହେଇଛି, ଏଇଠି ଆମ ଘରେ ଅଛି, ନେଇକି ଦେଖାଅ କହିକି ଦେଖେଇଲେ। ଏଇ ଘରେ ଅଛି, ନେଇକି ଦିଆ। ଦେଖିବାରୁ ଇଏ କହିଲା, ମହାରାଜ ଆପଣ ଗୋଟେ ରାଜାର ମୁଖ୍ୟ, ଆପଣ ଜ୍ଞାନୀ ଗୁଣୀ ଲୋକ, ଆପଣ ଚେକ୍ ଚାକ୍ ନ କରିକି କେମିତି ଏମିତି ଫାଶୀ ଦେଇଦେଲେ? ଫାଶୀ ତ ଦେଇଦେଲେ, ତାକୁ ବର୍ତ୍ତମାନ ଆଉ ପୁଣି ଫେରେଇ ଆଣିପାରିବି? ଯଦି ମୁଁ ପ୍ରମାଣ କରିଦେବି ଯେ ନା ଏଇଟା ତାର ଦୋଷ ନୁହଁ ବା ସିଏ କିଛି ଚୋରି କରିନି, ଏଇଟା ମୋର, ତାହେଲେ ଆପଣ ଫେରେଇ ଆଣିପାରିବେ କି? ସିଏ କହିଲେ, କ'ଣ ତମେ କେମିତି ପ୍ରମାଣ କରିବ? ଥୁଆ ତ ହେଇଛି ଦିଟ। ନା ଦେଖନ୍ତୁ, ମୋର ଯେଉଁ ପାଉଁଜି ଭିତରେ ମୋର ସବୁ ଛୋଟ ଛୋଟ ମୋତି ମାଣିକ୍ୟ ସବୁ ଗୁନ୍ଥା ହେଇକି ଥିଲା, ତେଣୁ ଚାଲିଲା ବେଳକୁ ଝଣଝଣ ହେଉଥିଲା। ଆପଣଙ୍କର ସେ ପାଉଁଜି ଭିତରେ କ'ଣ ଥିଲା? ନା ମୋର ପାଉଁଜି ଭିତରେ ସୁନାର ସବୁ କଣିକା ସବୁ ପକା ହେଇଥିଲା। କହିଲେ ଇଏ ସେ ନା ନିଜ ପାଉଁଜିଟାକୁ ବାଡ଼େଇ ଦେଇକି ଭାଙ୍ଗିଦେଲେ। ଦେଖିଲା ବେଳକୁ ସେ ଭିତରୁ ଆର ସବୁ ବାହାରିଲା, ଇଏ ଯାହା କହିଥିଲା ମୋତି ମାଣିକ୍ୟ ସବୁ। ରାଜାଙ୍କର ମୁଣ୍ଡ ଘୁରେଇ ଦେଲା। ରାଜା କହିଲେ, ଆରେ ମୋ ହାତରେ ଏଡ଼େ ପାପ ହେଇଗଲା, ମୁଁ ଏତିକି ଛୋଟ କଥା କେମିତି ଚେକ୍ ଚାକ୍ ନ କରି କେମିତି ଫାଶୀ ଦେଇଦେଲି, କ'ଣ କରିବି? ରାଜା ତ ଧାର୍ମିକ ଲୋକ, ତରବରରେ ସେ ସ୍ତ୍ରୀ ଲୋକଟିକୁ କ୍ଷମା ମାଗିଲେ। କହିଲେ, ତାକୁ ଯେତେବେଳେ ପଚରା ହେଲା ତୁ କେଉଁଠୁ ଆଣିଛୁ କହିଲୁନି ତୁ? ନା ସେ ତ କହିଲା, ତା କଥା କେହି ଶୁଣିଲେନି, ତାକୁ ବାଡ଼େଇଲେ। ଆଉ ଏବେ ରାଜା କହିଲେ, ଆଉ ମୁଁ କ'ଣ କରିବି? ମୁଁ କ୍ଷମା ମାଗୁଛି, ମୋତେ କ୍ଷମା କରିଦିଅ, ମୁଁ ତ ଜାଣିପାରିଲିନି। କହିଲେ ସେ ସ୍ତ୍ରୀ ଲୋକଟି ରାଗିକି କହିଲା, ତମେ କ'ଣ କ୍ଷମା କରିଦେଲେ ମୋର ସ୍ୱାମୀ ଆଉ ଫେରି ଆସିବ? ଯଦି ପାରିବ ତାକୁ ବଞ୍ଚେଇ ପାରିବ ବଞ୍ଚେଇ ଦିଅ, ମୁଁ ତମକୁ କ୍ଷମା କରିଦେବି। ରାଜା କହିଲେ, ଆଉ ବଞ୍ଚେଇ କେମିତି ପାରିବି? ମୁଁ ତ ଆଉ ବଞ୍ଚେଇ ପାରିବିନି ନା, ଯଦି ବଞ୍ଚେଇ ପାରିବିନି ତମେ କେମିତି ତାକୁ ମୃତ୍ୟୁଦଣ୍ଡ ଦେଇଦେଲ? ତେଣୁ ଆଜି ତୁମର ଅଭିଶାପ ନିଅ। କ'ଣ ଅଭିଶାପ? ନା ତମେ ଯେଉଁ ଗର୍ବରେ ତମେ ନିଜେ ମହାନ ରାଜା ବୋଲି ଭାବିକି ସାଙ୍ଗେ ସାଙ୍ଗେ ଦଣ୍ଡ ଦେଇଦେଲ, ତମେ ଆଉ ମହାନ ରାଜା ହେଇ ରହିବନି। ତମର ଏ ରାଜପ୍ରସାଦଠୁ ଆରମ୍ଭ କରି ସବୁ କିଛି ଭାଙ୍ଗିକି ଛାରଖାର ହେଇଯିବ, ତମର ରାଜ୍ୟ ଲୋପ ପାଇଯିବ। ଏମିତି ଗୁଡ଼ାଏ ଅଭିଶାପ ଦେଇଦେଲେ। ରାଜା ତ ଭାରି ଧାର୍ମିକ ଲୋକ, ରାଜାଙ୍କ ମୁଣ୍ଡ ଘୁରେଇଗଲା। ରାଜା ସତକୁ ସତ ନିଜକୁ ଅତି ଦୁର୍ବଳ ମନେ କଲେ। ସେ କହିଲେ, କେଡ଼େ ଏଡ଼େ ଜୀବନରେ ମୁଁ କେତେ ଲୋକଙ୍କ ପାଇଁ କେତେ ନ୍ୟାୟ କରିଥିଲି, ନିରୀହ ଲୋକଟାକୁ ମୁଁ ମାରିଦେଲି କହିକି ସିଏ ମୁଣ୍ଡ ବୁଲେଇଗଲା, କଚାଡ଼ି ହେଇକି ସେଇଠି ପଡ଼ିକି ପ୍ରାଣତ୍ୟାଗ କଲେ। ସତକୁ ସତ ତାର କିଛି ସମୟ ପରେ ବହୁତ ଭୂମିକମ୍ପ ହେଇ, ବାତ୍ୟା ଭଳି ପବନ ହେଇ ସେ ଦୁର୍ଗ ଫୁର୍ଗ ସବୁ ଭାଙ୍ଗିଗଲା। ଆଜି ମଧ୍ୟ ସେସବୁ ଦେଖିବାକୁ ମିଳୁଛି ଗୋଟେ ଜାଗାରେ। କେଉଁଠି? ମୁଁ ଯାହା ଖବର ପାଇଛି ସେ ରାଜ୍ୟର ନାଁ କିନ୍ତୁ ମୁଁ କହିବିନି। ପିଲାମାନେ, ତମେମାନେ ମେସେଜ କରି ମୋତେ କହିବ ଯେ
କୋଉ ରାଜ୍ୟର କଥାଟା ମୁଁ ଏଇଟା କହିଛି। ତାହେଲେ ଆଜି ପାଇଁ ଏତିକି। ବାଏ।